ମଧ୍ୟକୁ ଯିବା। ଆପଣମାନେ ପାଇପାରିବେ ଯାକୁବ 3:2-10। ଯାକୁବ ପୁସ୍ତକ, ଯାକୁବ ପତ୍ର, ଜେମ୍ସ 3:2-10 ମୁଁ ପଢୁଛି। ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟି ପଡୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡେ ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ। ଆମ୍ଭେମାନେ ଘୋଡାମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ ତଦ୍ୱାରା ସେମାନେ ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ। ଦେଖ, ଜାହାଜ ମଧ୍ୟ ଏତେ ବଡ ହୋଇ ପ୍ରଚଣ୍ଡ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ୱାରା ମଙ୍ଗ ଧରାର ଇଚ୍ଛାନୁସାରେ ବୁଲାଇ ଦିଆଯାଏ। ସେହିପରି ଜିହ୍ୱା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହାଗର୍ବର କଥା କହେ। ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ। ଜିହ୍ୱା ମଧ୍ୟ ଅଗ୍ନି ସ୍ୱରୂପ। ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳଧାର ସ୍ୱରୂପେ ଅବସ୍ଥିତ। ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନରକନାଳରେ ପ୍ରଜ୍ୱଳିତ ହୋଇ ପ୍ରକୃତିର ଚକ୍ରକୁ ଜଳାଏ। କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ୱାରା ବଶରେ ରଖାଯାଇପାରେ, ପୁଣି ବଶରେ ରଖାଯାଇଅଛି, କିନ୍ତୁ ଜିହ୍ୱାକୁ କେହି ବଶରେ ରଖିପାରେ ନାହିଁ। ଅନିଷ୍ଟ ସାଧନରେ ତାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ। ତଦ୍ୱାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି ତଦ୍ୱାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ। ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ ନୁହେଁ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମମାନଙ୍କୁ ଯାହା ଶିଖେଇବା ପାଇଁ ଚାହୁଁଛନ୍ତି ତାହା ଆମେ ଏଇଥିରେ ଆଜି ଅଧ୍ୟୟନ କରିବା। ଯାକୁବ ପତ୍ରଟି ଯାକୁବ ଲେଖିଛନ୍ତି, ଗୋଟେ ଛୋଟ ପୁସ୍ତକଟି। କେହି କେହି କହନ୍ତି ଯାକୁବ ପ୍ରଭୁ ଯୀଶୁଙ୍କର ଭାଇ ବୋଲି, କିନ୍ତୁ ଆମେ ଏଠି ଯାକୁବ 1:1 ଦେଖୁଛୁ ଯାକୁବ ନିଜକୁ କେବଳ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଭାବରେ ପରିଚୟ ଦେଇଛନ୍ତି, ଯାହା ତାଙ୍କର ଗୋଟେ ନମ୍ରତାକୁ ଦେଖଉଛି। ଏହି ପତ୍ରଟିର ଏଇ ଭର୍ସ ଗୁଡ଼ିକରେ ଯାକୁବ ଆମେ କିପରି ଆମର ଜିଭକୁ କଣ୍ଟ୍ରୋଲରେ ରଖିବା ବିଷୟରେ ଲେଖିଛନ୍ତି। ଆମ ମୁଖରୁ ଆମ ସମସ୍ତଙ୍କର ମୁହଁରୁ ଯେଉଁ ଶବ୍ଦ ବାହାରୁଛି, ଯେଉଁ ୱାର୍ଡସ୍ ବାହାରୁଛି, ତାହା କିପରି ଠିକ ଶବ୍ଦ ବାହାରିବ ତାହା ଆମକୁ ଶିଖିବାକୁ ପଡିବ। କାହିଁକିନା ଅନେକ ସମୟରେ ଆମର ଶବ୍ଦ, ଆମର ଯେଉଁ ବାକ୍ୟ ଯାହାକି ଅନେକଙ୍କୁ କଷ୍ଟ ଦେଇଥାଏ। ଏଠି ଆମେ ଦେଖୁଛୁ 3:2 ଆମେ ମାନେ ସମସ୍ତେ ଅନେକ ବିଷୟରେ ଭୁଲ କରିଥାଉ। କାର୍ଯ୍ୟରେ ହେଇଥାଇପାରୁ, ଭାବନା ଚିନ୍ତନରେ ଅନେକ ବିଷୟରେ ଆମର ଭୁଲ ହେଇଥାଏ, କିନ୍ତୁ ଯିଏ କଥାବାର୍ତ୍ତାରେ ଭୁଲ କରେ ନାହିଁ ସେ ହଉଛି ସିଦ୍ଧ ପୁରୁଷ। ଯିଏ କଥାବାର୍ତ୍ତାରେ ଭୁଲ କରେନି ସେ ଜଣେ ସିଦ୍ଧ ବ୍ୟକ୍ତି ବୋଲି କହୁଛନ୍ତି ଯାକୁବ। ଆଉ ସେହି ବ୍ୟକ୍ତି ହିଁ ସେ ସମ୍ପୂର୍ଣ୍ଣ ଶରୀରକୁ ନିୟନ୍ତ୍ରଣ କରିପାରେ ବୋଲି। ଶରୀରକୁ ନିୟନ୍ତ୍ରଣ କରିବାର ଜଣଙ୍କ ପାଖରେ କ୍ଷମତା ଅଛି, ଯିଏକି ସିଦ୍ଧ ପୁରୁଷ ଯିଏ କଥାବାର୍ତ୍ତାରେ ଭୁଲ କରେନି। ସେଥି ସେ କଥାବାର୍ତ୍ତା କରିବା ପାଇଁ ଆମକୁ ଜିଭକୁ କେୟାରଫୁଲି ହ୍ୟାଣ୍ଡେଲ କରିବାକୁ ପଡିବ। ଜିଭକୁ କଣ୍ଟ୍ରୋଲ କରିବାକୁ ପଡିବ। ଜିଭ ଶରୀରର ଆମେ ଏଠି ଦେଖୁଛୁ ଗୋଟେ ଛୋଟ ଅର୍ଗାନ, ଗୋଟେ ବହୁତ ଛୋଟ ଅଙ୍ଗଟେ, କିନ୍ତୁ ଏହାର ପ୍ରଭାବ ବହୁତ ବଡ ଅଟେ। ଏଠି ଆମେ ଦେଖୁଛୁ ଯେ ଘୋଡାର ଗୋଟେ ଉଦାହରଣ ଦେଇଛନ୍ତି, ଜାହାଜର ଗୋଟେ ଉଦାହରଣ ଦିଆ ହେଇଛି ଏଠି ଯାକୁବ ଦେଇଛନ୍ତି। ମାନେ ଘୋଡା ଗୋଟେ ପାୱାରଫୁଲ ଏନିମାଲକୁ ଗୋଟେ ଲଗାମ, ତା ପାଟିରେ ତା ମୁଖରେ ଗୋଟେ ଲଗାମ ଲାଗିଥାଏ। ସେ ମୁଖରେ ଯୋଉ ଲଗାମ ଲାଗିଥାଏ ସେଇଥିରେ ହିଁ ସେ ଘୋଡାକୁ, ଏତେ ପାୱାରଫୁଲ ଶକ୍ତିଶାଳୀ ଘୋଡାକୁ ବି କଣ୍ଟ୍ରୋଲ କରି ହୁଏ ସେ ଲଗାମ ଦ୍ୱାରା। ଜାହାଜ ବି ଏତେ ବଡ ଜାହାଜ, ମାନେ ସେ ଜାହାଜକୁ ଗୋଟେ କ୍ଷୁଦ୍ର ମଙ୍ଗ ଦ୍ୱାରା କଣ୍ଟ୍ରୋଲ କରାଯାଇ ପାରିଥାଏ। ଆମେ ସମସ୍ତେ ମଧ୍ୟ ଦେଖିଛୁ ବି ତାହା। କିନ୍ତୁ ଜିଭ ଗୋଟେ କ୍ଷୁଦ୍ର ଅଙ୍ଗ, କିନ୍ତୁ ଏଟା ଏତେ ବହୁତ ବଡ ବଡ ଗର୍ବର କଥା କହିଥାଏ।
आम निज जीवन रे ओ अन्य मान जीवन रे विनाश आनी थाए। जीभर जीभर ये कथबार्ता जदि आमे उपयुक्त हिसाब रे ताकू व्यवहार न कले ताहा आम जीवन रे और अन्य मान जीवन रे बड़ विनाश आनी थाए। आ ताहा द्वारा आम समस्तଙ୍କର स्वभाव मध्ये जना पड़ी थाए। हमर कथबार्ता रु हमर कथबार्ता केमती से समस्तଙ୍କର स्वभाव जना पड़ी थाए। आमे एठी आमे देखि परजु आमे माथ्यू 15 पर्व 11 और 18 मु पढ़ी दउची। माथ्यू 15 पर्व 11 रे लेखा होची, मुखरे जहा प्रवेश करे ताहा जे मनुष्य को असुचि करे एपरि नुहे, किंतु मुखरु जहा बाहरे ताहा ही मनुष्य को असुचि करे। किंतु 18 रे लेखा होची, किंतु मुखरु जहा सब बाहरे ताहा हृदय बाहरे ओ ताहा ही मनुष्य को असुचि करे। आमर हृदयर परिपूर्णतारे मुख कथा कहे। आउ जदि आम मुखरु जो जिनस बाहरुची से हृदय बाहरुची आ से ही मनुष्य को असुचि करूची। आमे एठी वाक्य द्वारा जानी पारुछु। सेथि पई माने पाटी भितर जहा पसिला सी हमको असुचि करूनी, किंतु मुखरु जहा बाहरुची ताहा मनुष्य को असुचि करूची, ताहा हमको ईश्वर को दूरे दिए। सेथि पई आमे हमर ए ओष्ठादर को ए जिह्वा को माने हमर ए मुख को बहुत कंट्रोल रे बहुत जत्न रे कथबार्ता करिबा, जहा द्वारा कि आमर आत्मिक जीवन एफेक्ट हबनी। आमे एठी आ गोटे एग्जांपल पनि देइचंती जाकुब आमे देखुचु गोटे छोट नियार कणिका माने अग्नि कणिका गोटे विराट जंगल को जाली देई पारे। आमे समस्त प्राय खरा दिन मानकरे भी देखिचु पहाड़ रे जो जंगल गुडे जळु थाए, माने लोक माने टिके भी जदि पत्र जळीथिबे अन्या कणिका लिभेई नथिबे, जदि छोट गोटे अग्नि कणिका भी रही जाइतिबो सी पूरा जंगल को जाली दिए। जीभ भी सेही परि विनाश करि पारे। माने गोटे छोट गोटे छोट कथा जो खराब कथा जदि आम मुहरु बाहरिला सीए गोटे छोट भूल कथा माने कथा कहिबा कथा नुह, सेमिति कथा कहिबा द्वारा हमर बहुत बड़ बड़ क्षति होता है। विशृंखला सृष्टि होता है, परिवार गुड़िक नष्ट हो जाता है, अनेक रिलेशन भांगी जाता है, अनेक भितर तिक्तता सृष्टि करता है। सब अनेक रिलेशन भितर भी तिक्तता सृष्टि करिथा है। विश्वासी परिवार गुड़िक भी आत्मिक जीवन रु दूरे जाइथांती। माने आमे सेति पे जीभ को आमे एटा एते क्षुद्र अंग गोटे छोट ऑर्गन, किंतु ताकू एते भयंकर से एते विषय परिपूर्ण, ताकू हमको कंट्रोल करी रखिबा को पड़िबो। माने निया भली बोली एठी से जाकुब दउचंती उदाहरण। आमे हितोपदेश 12:18 रे भी लेखा आइची। हितोपदेश 12:18 रे लेखा आइची, काहार काहार बाचालता खड्गाघात परी मात्र ज्ञानीर जीवा स्वास्थ्यजनक। माने काहार काहार कथाटा माने एते कष्ट हबो, खड्गाघात माने खंडारे काटिदेला भलिया, माने एते कष्ट हुए जनकर कथबार्ता व्यवहार रे एमिति कथबार्ता करिवे, किंतु ज्ञानीर जीवा स्वास्थ्यजनक कहउचंती। ज्ञानी किंतु केते सुंदर भाबरे सेही विषय को बहुत केयरफुली जत्न रे स्नेह रे प्रेम रे भी बुझे कि से कहि परिबो। तो आमे गोटे विषय मनीष तो मनीष जीवन रे समस्त को केते बेले भी राग आसी पारे कोन से आमे किंतु निजर जीव को आमे केमिति हिसाब रे आमे ताको यूज करूछु सेही सब हमको ध्यान देबा को पड़िबो। जाकुब आज ए सब विषय कहउचंती जहा द्वारा कि आमे छोट कथा भाबी थाउ, किंतु ये भी हमर आत्मिक जीवन को नष्ट करि देबो, हमर आत्मिक अभिवृद्धि रे बाधा सृष्टि करिवो। सेथि पई सॉरी टिके नेट प्रॉब्लम है। हाँ थैंक यू। आमे सेथि पई आमे जीवा को निजर ए ताको कंट्रोल रे रखिबा पई शिखिबा। एटा एते गोटे विनाशकारी क्षमता अछि जीभर। ए जीभ द्वारा आमे माने अनेक अधर्म हो जाई थाए। आमे भल कथा भी कहि थाउ आ मंद कथा भी कहि थाउ। थरे थरे एते बड़ बड़ अधर्म हो जाई थाए, जहा द्वारा आमे नष्ट होई नरकर पथगामी हो जाई पारु। तेणु आमे जीभ को कंट्रोल करबा आवश्यक अटे।
ଆମକୁ ସବୁବେଳେ ଧ୍ୟାନ ଦେବାକୁ ହେବ ଯେମିତି ଆମେ ନେଗେଟିଭ କଥାବାର୍ତ୍ତା କରୁଛୁ ନା ପଜିଟିଭ କଥାବାର୍ତ୍ତା କରୁଛୁ। ଆମର କଥାବାର୍ତ୍ତା କଣ ଈଶ୍ୱରଙ୍କର ସନ୍ତୋଷକର ବିଷୟ ଅଟେ କି? ଆମର ଯୋଉ କଥାବାର୍ତ୍ତା ଈଶ୍ୱର ସନ୍ତୁଷ୍ଟ ହେଲେ କି ସେ କଥାବାର୍ତ୍ତାରେ, ନା ଈଶ୍ୱରଙ୍କୁ ଦୁଃଖ ହେଲା, ସେସବୁ ମଧ୍ୟ ଧ୍ୟାନ ଦେବା। ଥରେ ଥରେ ଆମର କଥାବାର୍ତ୍ତା ବ୍ୟବହାର ଏମିତି କରିଦେଇଥାଉ ଯାହା ଦ୍ୱାରା ଅନ୍ୟକୁ ବହୁତ କଷ୍ଟ ହେଇଥାଏ। ଏପରି ବ୍ୟବହାର ଦ୍ୱାରା, ଏମିତି ଆମର କଥାବାର୍ତ୍ତା ଦ୍ୱାରା ଅନ୍ୟକୁ କଷ୍ଟ ହେଇଥାଏ, ଯାହା ଦ୍ୱାରା ପ୍ରଭୁଙ୍କୁ ବି କଷ୍ଟ ହବ। ଆମେ ଯେତେ ପାରିବା ଅନ୍ୟକୁ କଷ୍ଟ ଦେଲା ଭଳିଆ କଥାବାର୍ତ୍ତା କରିବାନି, କାହିଁକିନା ତା ଦ୍ୱାରା ଆମେ ପ୍ରଭୁଙ୍କଠୁ ବହୁତ ଦୂରକୁ ଚାଲିଯିବା। କାହିଁକିନା ପ୍ରଭୁ ଚାହାନ୍ତି ଆମେ ସମସ୍ତଙ୍କ ସହିତ, ସେ କେମିତି ପ୍ରେମୀ ଥିଲେ, ସେ କେମିତି ନମ୍ର ଥିଲେ, ସେ କେମିତି ଦୟାଳୁ ଥିଲେ, ଆମର କଥାବାର୍ତ୍ତା ବ୍ୟବହାରରେ ଈଶ୍ୱରଙ୍କର ପରିଚୟ ଦେବା। କାହିଁକିନା ପ୍ରଭୁ ଆମକୁ ଏତେ ସୁନ୍ଦର, ବହୁତ ସାହାଯ୍ୟ କରୁଛନ୍ତି, ଏତେ ସୁନ୍ଦର ବାକ୍ୟ ମାଧ୍ୟମରେ ଆମକୁ ଗାଇଡ କରୁଛନ୍ତି, ପବିତ୍ର ଆତ୍ମାଙ୍କୁ ଦେଇଛନ୍ତି ଆମକୁ ହେଲ୍ପ କରିବା ପାଇଁ। ଆମେ ତାଙ୍କର ହେଲ୍ପ ନେବା, ଆଉ ପ୍ରଭୁ ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ଆଉ ଏଇ ଯୋଉ ଯାକୁବ ଯୋଉ ଜିନିଷ ଗୁଡା ଯୋଉ ଆମକୁ ଯୋଉ ବାକ୍ୟରେ କହୁଛନ୍ତି, ଆମେ ସେସବୁରେ କେୟାରଫୁଲ ରହିବା। ଆଉ ଆମେ ଯେମିତି ଜିଭକୁ ଅଧର୍ମର କଥାରେ ବ୍ୟବହାର ନ କରିକି ପ୍ରଭୁଙ୍କ ପାଖରୁ ଦୂରକୁ ନ ଚାଲିଯାଉ। ଆମେ ଆମେ ଜଗି ଚାହିଁ ଯତ୍ନର ସହିତ କଥାବାର୍ତ୍ତା କରିବା, ଆଉ ଯାହା ଦ୍ୱାରା କି ଆମେ ଈଶ୍ୱରଙ୍କର ନିକଟତର ହେଇପାରିବା। ଆଉ ଅନନ୍ତ ଜୀବନଠୁ ଦୂରକୁ ଆମକୁ ଏ ପାପ ନେଇବନି, ଆମକୁ ଅନନ୍ତ ଜୀବନ ପ୍ରତି ଆଗକୁ ଆଗକୁ ବଢେଇ ନବ, ସମସ୍ତଙ୍କୁ ଆତ୍ମିକ ଜୀବନର ଅଭିବୃଦ୍ଧି କରିବ। କାହିଁକିନା ଆମେ ଏଠି ଦେଖୁଛୁ ଗୀତ ସଂହିତା 12:3 ବି ଲେଖା ହେଇଛି, ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧାରକୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ। ପ୍ରଭୁ କେବେ ଭଲ ପାଆନ୍ତିନି ଗର୍ବର କଥାବାର୍ତ୍ତା କରିବା, ହିଂସାର କଥାବାର୍ତ୍ତା କରିବା, ଏସବୁ ଜିନିଷ ପ୍ରଭୁ କେବେ ଭଲ ପାଆନ୍ତିନି। ସେ ସବୁ ଓଷ୍ଠାଧାର ସବୁ, ସେ ଜିହ୍ୱାକୁ ସେ ଉଚ୍ଛିନ୍ନ କରିଦେବେ କହୁଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କର ବାକ୍ୟକୁ ଶୁଣିବା, ଆଉ ଆମକୁ ଯୋଉ ସଜାଗର ବାର୍ତ୍ତା ସବୁ ଦେଇଛନ୍ତି, ସେଇ ବାକ୍ୟ ଗୁଡାକୁ ଶୁଣିବା, ବାକ୍ୟ ଗୁଡା ପାଳନ କରିବା। ଯାହା ଦ୍ୱାରା କି ଆମେ ଈଶ୍ୱରଙ୍କର ସନ୍ତୁଷ୍ଟକର ବିଷୟ, ଈଶ୍ୱରଙ୍କର ସନ୍ତୁଷ୍ଟକର କାର୍ଯ୍ୟ କରିବା, କଥାବାର୍ତ୍ତା କରିବା, ଆମର ତାଙ୍କର ସହିତ ଆହୁରି ଗୋଟେ ବହୁତ ଭଲ ରିଲେସନ ରହିବ, ଆଉ ଆମେ ଦିନେ ଯାଇ ତାଙ୍କରି ପାଖରେ ପହଞ୍ଚି ପାରିବା। ଏଠି ଆମେ ଦେଖୁଛୁ ସୃଷ୍ଟିର ସବୁ ଜୀବକୁ ବି କଣ୍ଟ୍ରୋଲରେ ରଖାଯାଇପାରେ ବୋଲି କହୁଛନ୍ତି। ମାନେ ସୃଷ୍ଟିର ସବୁ ଜୀବ ଜନ୍ତୁ, ସବୁ ସରୀସୃପ, ଜଳଚର ପ୍ରାଣୀ, ଆମେ ସବୁ ଦେଖିଛୁ। ଆମେ କେମିତି ଦେଖୁଛୁ ଯେ ଲୋକମାନେ କେମିତି ଡଲଫିନକୁ ବି କଣ୍ଟ୍ରୋଲ କରୁଛନ୍ତି, କେମିତି ପଶୁ ପକ୍ଷୀକୁ, ସରୀସୃପ ସାପକୁ ବି ନେଇକି ବେକରେ ଧରିକି ବୁଲୁଛନ୍ତି, ବାଘ ସିଂହ ସମସ୍ତଙ୍କୁ କଣ୍ଟ୍ରୋଲ କରିପାରୁଛନ୍ତି। କେତେ ବଡ ବଡ ଜୁରେ ସବୁ ଆମେ ଦେଖିଛୁ। ହାତୀ ଏତେ ବଡ ହେଲେ ବି ସେ ମଣିଷର କଣ୍ଟ୍ରୋଲରେ ରହୁଛି, ବାଘ ବି କଣ୍ଟ୍ରୋଲରେ ରହୁଛି। କିନ୍ତୁ ଜିଭକୁ କଣ୍ଟ୍ରୋଲରେ ରଖିବାର ମାନେ ବହୁତ କଷ୍ଟ। କାହିଁକିନା ଜିଭ ହଉଛି, ୟାକୁ ଯଦି ଏଥିରେ ବିଷରେ ପରିପୂର୍ଣ୍ଣ। ଯଦି ତାକୁ କେୟାରଫୁଲି ଆମେ ୟୁଜ ନ କରିବା, ତ ସେ ଅନେକଙ୍କ ଜୀବନରେ ବିଷ ଭରିଦବ। ସେଥିପାଇଁ ଏଟା କୌଣସି ମନୁଷ୍ୟ ପାଖରେ ଏଟା ଶକ୍ତି ନାହିଁ ଜିଭକୁ କଣ୍ଟ୍ରୋଲ କରିବାର। ସେଥିପାଇଁ ଆମକୁ ସବୁବେଳେ ପବିତ୍ର ଆତ୍ମାଙ୍କର ସାହାଯ୍ୟ ନେବା। ଈଶ୍ୱର ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ଆଉ ଜିଭକୁ ଆମେ କଣ୍ଟ୍ରୋଲରେ ରଖିବା ପାଇଁ ସଦା ସର୍ବଦା ଈଶ୍ୱରଙ୍କର ସାହାଯ୍ୟ ମାଗିବା। ଆଉ ଧ୍ୟାନର ସହିତ, ଈଶ୍ୱରଙ୍କର ଭୟର ସହିତ କଥା କହିବା, ପ୍ରଭୁଙ୍କୁ ଭୟ କରିକି କଥାବାର୍ତ୍ତା କରିବା। ତାହେଲେ ଯାଇକିନା ଆମର ଆତ୍ମିକ ଜୀବନ ନଷ୍ଟ ହେବନି। କାହିଁକିନା ଜଣେ ବିଶ୍ୱାସୀ ନିଜର ଶବ୍ଦ କହିବା ଆଗରୁ ଭାବି ଚିନ୍ତି କଥା କହିବ। କାହିଁକିନା ଆମର କଥାବାର୍ତ୍ତା ପ୍ରଭୁଙ୍କୁ କେବେ କଷ୍ଟ ନ ଦଉ। ଆମର କଥାବାର୍ତ୍ତା ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। କାହିଁକିନା ଆମର ସେଥିପାଇଁ ଏଇ କଥାବାର୍ତ୍ତାର ଶକ୍ତିକୁ, ଜିଭ ବା ଆମର କଥାବାର୍ତ୍ତାର ଶକ୍ତିକୁ ନିୟନ୍ତ୍ରଣ କରିବାର ଆମ ମାନଙ୍କୁ ଆବଶ୍ୟକତା ଅଛି। ଛୋଟ ଜିଭ କିନ୍ତୁ ବହୁତ କ୍ଷତି କରିଦବ। ଆଉ ବହୁତ ଭଲ କଥା ବି ସେ କହିପାରେ। ଆମେ କୋଉଟାକୁ ବାଛିବା, ସେଟା ସବୁବେଳେ ଧ୍ୟାନ କରିବା, ଯତ୍ନରେ ଈଶ୍ୱରଙ୍କ ଭୟରେ କଥାବାର୍ତ୍ତା କରିବା, ଆଉ ଭଲ କଥାବାର୍ତ୍ତା କରିବା। ହିତୋପଦେଶ 18:21 ରେ ଲେଖା ହେଇଛି, ମରଣ ଓ ଜୀବନ ଜିହ୍ୱାର ଅଧୀନ।
ଯୋଉମାନେ ତାକୁ ଭଲ ଜାଣନ୍ତି ସେମାନେ ତାହାର ଫଳ ଭୋଗିବେ। ସେଥିପାଇଁ ଆମେ ଈଶ୍ୱରଙ୍କର ସେଇ ଅନନ୍ତ ଜୀବନ ପାଇବା ପାଇଁ ଆମର ଜିହ୍ୱାକୁ ଈଶ୍ୱରଙ୍କର ଶକ୍ତିରେ ତାକୁ କଣ୍ଟ୍ରୋଲ କରିବାକୁ ସମସ୍ତେ ଶିଖିବା। କାହିଁକିନା ଏଇ ମୁଖରେ ଏଇ ଜିଭ ଦ୍ଵାରା ଆମେ ପ୍ରଭୁଙ୍କର ସ୍ତୁତି ପ୍ରଶଂସା ବି କରୁଛୁ, ଆଉ ଏଇ ଜିଭ ଦ୍ଵାରା ଆମେ ଅନ୍ୟମାନଙ୍କ ସାଙ୍ଗରେ କଥାବାର୍ତ୍ତା ବି କରୁଛୁ, ଖରାପ କଥାବାର୍ତ୍ତା ବି କରିଦଉଛୁ। ଏଇ ମୁଖ ବାଟେ ଆମେ ଈଶ୍ୱରଙ୍କର ପ୍ରଶଂସା କରୁଛୁ, କିନ୍ତୁ ଏଇ ମୁଖ ବାଟେ ପୁଣି ପୁଣି ଅନ୍ୟମାନଙ୍କୁ ଅଭିଶାପ ବି ଦେଇ ଦଉଛୁ। ସେଇ ସବୁ ଆମେ ବିଶ୍ୱାସୀ ମାନେ ସବୁବେଳେ କେୟାରଫୁଲ ହେବା। ପ୍ରକୃତରେ ଆମେ ଏଇ ମୁଖ ବାଟେ ଆମେ ପ୍ରଭୁଙ୍କୁ ପ୍ରଶଂସା କରୁଛୁ, ଏଇ ମୁଖରେ ଆମେ କଣ ଅନ୍ୟମାନଙ୍କୁ ନିନ୍ଦା କଥାବାର୍ତ୍ତା କରିବା, ଖରାପ ୱାର୍ଡ ୟୁଜ କରିବା, ଅନ୍ୟକୁ ଅଭିଶାପ ଦେବା? କେବେ ବି ସେ ସବୁ ଆମେ କରିବାନି। କାହିଁକି ନା ପ୍ରଭୁ ଆମକୁ ଜଣାଉଛନ୍ତି, ଏଠୁ ସୁନ୍ଦର ଏକ୍ସାମ୍ପଲ ଦଉଛନ୍ତି। ଗୋଟେ ଝରଣା କଣ ଗୋଟେ ଏକା ସାଙ୍ଗରେ କଣ ମିଠା ଜଳ ଆଉ ତିକ୍ତ ଜଳ ବାହାରି ପାରିବ? କେବେ ବି ନୁହଁ। ସେଥିପାଇଁ ଯଦି ଆମର ମୁଖ ବାଟୁ ଆମେ ଯଦି ଈଶ୍ୱରଙ୍କର, ଆମେ ପ୍ରଭୁଙ୍କୁ ଚିହ୍ନିଛୁ, ଆମ ମୁଖ ବାଟେ ଆମେ ସ୍ତୁତି ପ୍ରଶଂସା କରୁଛୁ, ତ ଆମେ ସମସ୍ତଙ୍କୁ ଆମର ଏ ଓଷ୍ଠାଧାରକୁ ଅନ୍ୟକୁ ଆଶୀଷ ଦେବାରେ ବ୍ୟବହାର କରିବା, ଅଭିଶାପ ଦେବାନି। ଅନ୍ୟମାନଙ୍କୁ ସବୁବେଳେ ଆଶୀର୍ବାଦ ଦେବା। ଆମେ ଚୁଗଲି କଥାବାର୍ତ୍ତା କରିବାନି, ଅନ୍ୟ ବିରୁଦ୍ଧରେ କଥାବାର୍ତ୍ତା କରିବାନି, ଝଗଡା କଥାବାର୍ତ୍ତା କରିବାନି, ଗର୍ବର କଥାବାର୍ତ୍ତା କରିବାନି, ନେଗେଟିଭ କଥାବାର୍ତ୍ତା କରିବାନି, ଅଧର୍ମ କଥାବାର୍ତ୍ତା କରିବାନି। କାହିଁକି ନା ଏଇ ସବୁ ଜିନିଷ ଈଶ୍ୱରଙ୍କର ପସନ୍ଦ ନାହିଁ। ଈଶ୍ୱର ଚାହାନ୍ତି ସବୁବେଳେ ଆମେ ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା, ତାଙ୍କର ଇଚ୍ଛାରେ କଥାବାର୍ତ୍ତା କରିବା। ଆଉ ତାଙ୍କ ଏଇ ମୁଖ ଆମକୁ, ଏଇ ଜିହ୍ୱା, ଏ ମୁଖ ଦେଇଛନ୍ତି ତାଙ୍କର ଗୌରବ ପ୍ରଶଂସା କରିବା ପାଇଁ। ଆଉ ଏଇ ମୁଖ ବାଟେ ଆମେ ଅନ୍ୟମାନଙ୍କୁ ଆଶୀର୍ବାଦ ଦେବା। ଆଉ ଆମର କଥାବାର୍ତ୍ତାରେ ପୁରା ବହୁତ ଯତ୍ନଶୀଳ ହେବା, ବହୁତ ଯତ୍ନରେ କଥାବାର୍ତ୍ତା କରିବା। ଆମେ କଣ କଥାବାର୍ତ୍ତା କରୁଛୁ, ଅନ୍ୟକୁ କଷ୍ଟ ହଉନି ତ, ଏଇସବୁ ବିଷୟ ଭାବିବା। ଆମେ ଆହୁରି ଗୋଟେ ଦେଖିପାରିବା, ଯାକୁବ 1:26 ବି ଲେଖା ହେଇଛି, ଯଦି କେହି ଆପଣଙ୍କୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣ ଜିହ୍ୱାକୁ ବଶୀଭୂତ ନ କରି ନିଜର ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା। ଯଦି ଆମେ କହୁଛୁ ଈଶ୍ୱରଙ୍କ ସହିତ ଆମେ ବଢୁଛୁ, ଆମେ ଯଦି ଆମର ସ୍ପିରିଚୁଆଲ ଗ୍ରୋଥ ଚାହୁଁଛୁ, ଆମେ ଚାହୁଁଛୁ ଯେ ଆମେ ଗୋଟେ ଉତ୍ତମ ବିଶ୍ୱାସୀ, ତାହେଲେ ଆମର ଜିହ୍ୱାକୁ ଆମେ ବଶୀଭୂତ କରିବାକୁ ପଡିବ ଈଶ୍ୱରଙ୍କର ସାହାଯ୍ୟରେ। ଆମେ ଯଦି ବଶୀଭୂତ ନ କରିବା, ତାହେଲେ ତ ଆମ ହୃଦୟକୁ ପ୍ରବଞ୍ଚନା କରିବା, ଧର୍ମପରାୟଣତା ବୃଥା ବୋଲି କହୁଛନ୍ତି। ମାନେ ଏତେ ସୁନ୍ଦର ଯାକୁବ ଆମକୁ ବାକ୍ୟରେ ସବୁ ବତଉଛନ୍ତି, ଆମେ କେତେ କେୟାରଫୁଲ ହେବା। ସେଥିପାଇଁ ଏଇ ଆମର ମୁଖବାଟୁ, ଗୋଟେ ବିଶ୍ୱାସୀର ମୁଖବାଟୁ କେବେ ବି ଏକା ସାଙ୍ଗରେ ଅଭିଶାପ ଆଉ ଆଶୀର୍ବାଦ ଦୁଇଟା ବାହାରିବା ଉଚିତ ନୁହେଁ। ଆମେ ଏଇ ଓଷ୍ଠାଧାରରୁ ଆମେ ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ, ଆରାଧନା କରୁଛୁ, ଆଉ ଏଇ ମୁଖବାଟୁ ଆମେ କାହିଁକି ଖରାପ ୱାର୍ଡସ ୟୁଜ କରିବା? ଆମେ ସବୁବେଳେ ପଜିଟିଭର କଥାବାର୍ତ୍ତା କରିବା, ଆଦରର କଥାବାର୍ତ୍ତା କରିବା, ମାନେ ସଠିକ କଥାବାର୍ତ୍ତା କରିବା, ଆଶୀଷର କଥାବାର୍ତ୍ତା କରିବା, ଅନ୍ୟମାନଙ୍କର ଭଲ କଥାବାର୍ତ୍ତା କରିବା। ଆମର କଥାବାର୍ତ୍ତା ଦ୍ଵାରା ଅନ୍ୟକୁ ହର୍ଟ କରିବାନି, ସବୁବେଳେ ଅନ୍ୟର ଆଶୀଷର କାରଣ ହେବା। ଆମର କଥାବାର୍ତ୍ତା ଯେମିତି ଅନ୍ୟମାନେ ଆମର କଥାବାର୍ତ୍ତା ଦ୍ଵାରା ଈଶ୍ୱରଙ୍କର ପରିଚୟ ପାଇପାରିବେ, ସେ ଜାଣିପାରିବେ, ସେମାନେ ଜାଣିପାରିବେ ଯେ ଇଏ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସନ୍ତାନ ବୋଲି। ଆମେ ସଦାସର୍ବଦା ଯତ୍ନବାନ ହେବା, କାହିଁକିନା ପ୍ରଭୁ ଆମକୁ ଗୋଟେ ଆଶୀର୍ବାଦର ବଂଶ କରିଛନ୍ତି, ଆମକୁ ମନୋନୀତ କରିଛନ୍ତି ତାଙ୍କର ଆରାଧନା ଉପାସନା କରିବା ପାଇଁ। ଆମେ ତାଙ୍କ ନାମରେ ଏଇ ଜଗତରେ ବଞ୍ଚିଛୁ, ଆମେ ତାଙ୍କ ପରିଚୟ ଦେଇକି ରହିବା। ଆମକୁ ଯୋଉ ପରିଚୟ ଦେଇଛନ୍ତି, ଆମେ ପ୍ରଭୁ ଯୀଶୁଙ୍କର ସନ୍ତାନ, ତ ଆମର କଥାବାର୍ତ୍ତା, ଆମର ଚାଲିଚଳନ ସବୁ କିଛି ଦ୍ଵାରା ପ୍ରଭୁ ମହିମା ପାଇବେ। କାହିଁକିନା ପ୍ରଭୁ ତାହା ହିଁ ଚାହାନ୍ତି, ଆମକୁ ମନୋନୀତ କରିସାରିଛନ୍ତି, ଆଉ ଆମେ ତାଙ୍କର କଥା ମାନିବା। ସେ ଆମକୁ ଆଶୀର୍ବାଦର ବଂଶ କରିଛନ୍ତି, ଆମେ ତାଙ୍କର ଇଚ୍ଛା ଅନୁଯାୟୀ ବଞ୍ଚିବା। ସେ ଯେମିତି ଭଲ ପାଆନ୍ତି ସେମିତି ପବିତ୍ର ଆତ୍ମାଙ୍କର ଫଳ ଫଳିବା। ଆମେ କଥାବାର୍ତ୍ତା ଦ୍ଵାରା ଅନ୍ୟକୁ ହର୍ଟ କରିବାନି, କାହାକୁ ଅଭିଶାପ ବି ଦେବାନି। ଅନେକ ସମୟରେ ଆମେ ଜାଣିପାରୁନୁ, ନିନ୍ଦକ ମାନଙ୍କ ସଭାରେ ବସ ନାହିଁ କହିଛନ୍ତି। ଅନେକ ସମୟରେ ଆମେ କିଏ ଚୁଗୁଲି କଥାବାର୍ତ୍ତା କରୁଛୁ, ସେଇଠି ବସି ପଡିଥାଉ, ହଁ ରେ ହଁ ମିଶେଇ ଦେଇଥାଉ। ଅନେକ ସମୟରେ ଛୋଟ ଛୋଟ ଅନେକ ଭୁଲ କରିଦେଇଥାଉ, କିନ୍ତୁ ଆମେ
बहुत केयरफुल हवा। प्रभु हमको निश्चय साहाଯ୍य करिवे परिवर्तित हृदय रे रही बंचिबा पई। आमे एठू आमे देखुछु जे केते सुंदर हमको बाइबल अनेक विषय हमको शिक्षा दउची कि आमे ईश्वरंकर दास माने पवित्र आत्माଙ୍କ द्वारा बहुत सुंदर सब शिखे कि जाइछंती। आमे केमिति हमर आत्मिक अभिवृद्धि हबो, आमे केमिति ईश्वरंक संतान हेई परिबा, आमे दिने जाई कि हमर जो डेस्टिनेशन रे पहुंचीबा, आमे केनते हमर निजर लक्ष्य स्थल रे पहुंची परिबा। कौन गोटे छोट जिनस भी हमको बाधार कारण न हो से आज जाकुब हमको ये गोटे जीभबारे कहते आमे सब विषय केयरफुल होगा से कहते जीवन मृत्युर शक्ति अच्छे जीभरे। आम अभी जो हितोपदेश 18-21 जो लिखिले से माने आमर जीभ उपरे ही जीवन मृत्युर शक्ति अच्छी। से आमे जहाँ आमे जो कहवाकू जो कथा गुड़ाक जाऊचु काहाको से कथार अन्य को एनकरेज करिबा, अन्य पई सुस्थता पई प्रार्थना करिबा, अन्य मानकर कौनसी जिनस भांगिबा पई ने अन्य मानकर गढ़िबा पई चेष्टा करिबा जहा द्वारा कि प्रभु महिमा पाइबे। से सब जिनस आमे बहुत केयरफुल हेबा आउ भाबी चिंती कथबार्ता करिबा। हठात व्यस्त ही पड़िबानी, क्रोध मनीष को आसीबो, आमे केयरफुल रहिबा। जाकुब 1:19-20 रे लिखाइछि, हे मोर प्रिय भाई माने तुमे माने या ज्ञात अछ प्रत्येक जन शुणिबारे तत्पर, कहिबारे धीर, पुणी क्रोध करिबारे धीर हो। 20 रे लिखाइछि, कारण मनुष्यर क्रोध ईश्वरंक ग्राह्य धार्मिकता साधन करे नाही। मनीष जीवन में क्रोध आसीबो किंतु आमे हठात जिते परिबा शुणिबारे तत्पर हो जाबा, किंतु कहिबारे धीर हबा। व्यस्त ही कि फटाफट निजर ओष्ठादार को खोलिबानी, काले किछि भूल हो जिवो कि कहिबारे धीर हबा। निजको शांत, अन्य को शांत हिसाब रे उत्तर दबा, कहिना शांत उत्तर क्रोध को दूर करिथाय। सेति कथा कहबा आगरु टिके चिंता करबा आवश्यक अटे। हठात रागिबानी, हठात कथा कहबानी मंद कथा, अधर्म हो जिवो। ईश्वर आमठू ईश्वर आमर आत्मिक जीवन आहरी तल को पळे आसीबो। आमे ईश्वर पाखरु बहुत दूर को चली जिबा। सेति बहुत जत्न सहकारे ईश्वर को भय करी कथबार्ता करिबा। आमे आ गोटे जिनिस देखिबा, एफिसियो 4:29 रे लिखाइछि, तुम मानक मुखर कोनोसी कुवाक्य निर्गत न हो, बरं आवश्यक अनुसार निष्ठाजनक वाक्य निर्गत हो, जेपरि ताहा श्रोता मानक अनुग्रह पक्षरे हितजनक हुए। माने आमे देखुछो कुवाक्य माने कोनोसी खराब वर्ड भी यूज करिबानी। आमे अन्य मान को निष्ठा, अन्य मान को एनकरेज देबा, जो कथाबार्ता अन्य मानकर डेवलपमेंट हबो, उन्नति हबो, पॉजिटिव कथाबार्ता, अन्य को माने केतेबेले हताश निराश हबनी, अन्य को सांत्वना देला भलिया कथाबार्ता करिबा। ये सब कथाबार्ता करिबा, अश्लील कथाबार्ता करिबा नहीं, कहिना हमको ईश्वरଙ୍କ सहित बढ़िबार अछि। आ सब बेले सत कथा कहिबा, जे हाँ कथा हाँ हो, ना कथा न हो, ना कथा ना हो। मिछ कहबा द्वारा हमर विश्वसनीयता नष्ट हो जाय थाए, सेति पय मिछ कहबानी। आ निंदा गपसपरु दूरे रहिबा, कहिना से प्रभु भलो पांती। निंदक मानक सभारे बस नहीं बोली भी हमको गीत सहित एक कहाइछि। आमे हितोपदेश 20:19 रे भी गोटे विषय लिखाइछि, जे खचुआ होई बुले से गुप्त कथा प्रकाश करे, ए निमंते जे अपना ओष्ठ खोला रखे ताहा संगरे व्यवहार कर नाही। माने आमे जोठी जे निंदा कथाबार्ता करछि, सेठी कि जोठी असार कथाबार्ता होचंती, सेठी आमे संगे सेमानकर बसिबा नाही, पर निंदा करिबा नाही, अन्य विरुद्ध कथाबार्ता चुगली कथाबार्ता करिबा नाही, अन्य विषय मिछ कहबा भी पाप अटे। अन्य विषय डिस्कशन जिते पारिबा पर निंदा करिबा नाही, काना प्रभु चाहुचंती ए ओष्ठा द्वारा ए जिह्वा को उचित मार्ग रे सत मार्ग रे व्यवहार करिया पई प्रभु चाहंती हमर आत्मिक जीवन रो ग्रोथ हो। प्रभु चाहंती आमे गोटे तांको भलिया हेबा, तांको पद चिन्ह, तांकर पद चिन्ह देई कि आमे चालिबा, कहि आमे तांकर संतान। ए ओष्ठा द्वारा को आमे
ଯେତେ ପାରିବା ରକ୍ଷା କରିବା କେୟାରଫୁଲି। କାହିଁକିନା ଅନେକ ଅସୁବିଧାରୁ ଦୂରେଇ ରହିବା ପାଇଁ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଆମର କଥାବାର୍ତ୍ତା ଯଦି ଥରେ ଥରେ ଏତେ ରଫ୍ ହେଇଯାଏ, ଯାହାଦ୍ୱାରା କି ଅନେକ ପ୍ରକାରର ଅସୁବିଧା ସୃଷ୍ଟି ହେଇଥାଏ, ଆମ ଜୀବନରେ ଅନେକ ପ୍ରକାର କ୍ଲେଶ ବି ଆସି ଯାଇଥାଏ। ସେଥିପାଇଁ ଆମେ ଅନ୍ୟମାନଙ୍କର ହିତ ଚେଷ୍ଟା କରିବା, ଆଉ ଅନ୍ୟମାନଙ୍କ ପାଇଁ ଅନ୍ୟମାନଙ୍କୁ କେବେ ବି ଅପମାନଜନକ କଥାବାର୍ତ୍ତା କରିବା ନାହିଁ, ଆଉ ଆମର ଆତ୍ମିକ ବୃଦ୍ଧିରେ ସେଗୁଡ଼ା ସାହାଯ୍ୟ କରିବ। ଆଉ ଶାନ୍ତ ଭାବରେ କଥାବାର୍ତ୍ତା କରିବା, କାହିଁକିନା ଶାନ୍ତ ଜିହ୍ୱା ହିଁ ଜୀବନ ବୃକ୍ଷ ସ୍ୱରୂପ। କାହାକୁ ବି ହାର୍ସ ୱାର୍ଡ ୟୁଜ କରିବାନି, ଗର୍ବର କଥାବାର୍ତ୍ତା କରିବା ନାହିଁ, ଅନ୍ୟକୁ ଅଭିଶାପ ବି ଦେବା ନାହିଁ। କାହିଁକିନା ଈଶ୍ୱରଙ୍କୁ ପ୍ରଶଂସା କରିବା ପାଇଁ ପ୍ରଭୁ ଆମକୁ ସୃଷ୍ଟି କରିଛନ୍ତି। ପ୍ରଭୁ ଚାହାନ୍ତି ଆମ ମୁଖ ଦ୍ୱାରା, ଆମ ଜିହ୍ୱା ଦ୍ୱାରା ଏମିତି ୱାର୍ଡ ୟୁଜ ହଉ ଯାହାଦ୍ୱାରା ପ୍ରଭୁ ଗୌରବ ପାଇବେ, ପ୍ରଭୁ ଖୁସି ହେବେ। ସେଥିପାଇଁ ଆମେ ସବୁବେଳେ ଈଶ୍ୱରଙ୍କ ପ୍ରଶଂସା କରିବା, ଈଶ୍ୱରଙ୍କର ସନ୍ତୁଷ୍ଟ ବିଷୟ ଯୋଉଥିରେ ସନ୍ତୁଷ୍ଟ ହୁଅନ୍ତି ସେମିତି କଥାବାର୍ତ୍ତା କରିବା, ଈଶ୍ୱରଙ୍କୁ ମହିମା ଦେବା। କାହିଁକିନା ଏଇ ହୃଦୟ ଯାହା ଭାବେ ପାଟି ସେସବୁ କହିଦେଇଥାଏ। ତେଣୁ ଜିହ୍ୱାକୁ ସଠିକ ଭାବରେ ବ୍ୟବହାର କରିବା। ଆମ ହୃଦୟରେ ସେଥିପାଇଁ ଦୟା, ପ୍ରେମ ଆଉ ସତ୍ୟକୁ ଭରି ରଖିବା। ଆଉ ତାହା ଦ୍ୱାରା ଆମେ ଶାନ୍ତିକୁ ସ୍ଥାପନ କରିପାରିବା, ଆଉ ଅନ୍ୟମାନଙ୍କ ସହିତ ସୁନ୍ଦର ଭାବରେ ମିଳାମିଶା କରିପାରିବା, ଯାହାଦ୍ୱାରା କି ଆମ ଦ୍ୱାରା ଅନେକ ଈଶ୍ୱରଙ୍କର ପରିଚୟ ବି ପାଇପାରିବେ। ଆଉ ଆମର ଯୋଉ ହୃଦୟରେ ପ୍ରେମ ଆସିଲେ ଆମେ ଅନ୍ୟମାନଙ୍କ ସହିତ ପ୍ରେମରେ ବ୍ୟବହାର ଦେଖାଇ ପାରିବା। ହୃଦୟରେ ଦୟା ଆସିଲେ ଆମେ ଅନକୁ ଦୟାଳୁ କଥାବାର୍ତ୍ତା କରିପାରିବା। ଈଶ୍ୱରଙ୍କର ପ୍ରେମ ଆମ ହୃଦୟରେ ରହିଥିଲେ, ସତ୍ୟ ରହିଥିଲେ ଆମେ ସବୁବେଳେ ସତ କଥା କହିପାରିବା। ସେଥିପାଇଁ ଆମେ ସବୁବେଳେ ଜୀବନ ଦଉଥିବା ବାକ୍ୟ ଅର୍ଥାତ୍ ଈଶ୍ୱରଙ୍କର ସନ୍ତୁଷ୍ଟକର ଶବ୍ଦ ଗୁଡା ବ୍ୟବହାର କରିବା। ଯୋଉ ଶବ୍ଦ ଅନ୍ୟକୁ ଆଘାତ କରିପାରେ, କି ବିଭେଦ ସୃଷ୍ଟି କରିପାରେ, କି ବିନାଶ ସୃଷ୍ଟି କରିପାରେ, କି କୋଉ ରିଲେସନଟାକୁ ଭାଙ୍ଗି ଦେଇପାରେ, ଏଇସବୁ ବିଷୟ କରିବାନି। ଆମେ ଥରେ ଥରେ ଜାଣିଛୁ ପେସେଣ୍ଟ ମାନେ ଡକ୍ଟର ପାଖକୁ ଯାଆନ୍ତି, ଆଉ କେମିତି ଡକ୍ଟର ଦେଖିଲେ, କଣ ଲେଖିଲେ, ସେ ଥରେ ଥରେ ସେ ପେସେଣ୍ଟ ଆସିକି କହେ, ହଁ ଭଲ ଡକ୍ଟରଟା, ତା କଥାବାର୍ତ୍ତାରେ ଅଧା ଭଲ ହେଇଗଲି। ମାନେ କଣ, ଆମର ୱେ ଅଫ ଟକିଂ ଟା ବି ଆମେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ହେବା କଥା। ଆମର କଥାବାର୍ତ୍ତା ବି ନମ୍ରତା କୋମଳତାର ସହିତ କଥାବାର୍ତ୍ତା କରିବା, କାହିଁକିନା ପ୍ରଭୁ ଚାହାନ୍ତି ସେମିତି। ପ୍ରଭୁ ଚାହାନ୍ତି ସେ କେମିତି ନମ୍ର ଥିଲେ ଆମେ ସେମିତି ନମ୍ର ହେବା, ସେଇ ହିସାବରେ ଆମେ ଜୀବନ କାଟିବା। ଆଉ ଏଇ ସବୁ ଜିନିଷ ଆମେ ନିଜେ ନିଜେ ତ କରିପାରିବାନି, ଆମକୁ ଈଶ୍ୱରଙ୍କର ସାହାଯ୍ୟ ନେବା ବହୁତ ଜରୁରୀ। ଗୋଟେ ମଣିଷର ଶକ୍ତି ନାହିଁ ଜିହ୍ୱାକୁ କଣ୍ଟ୍ରୋଲ କରିବା ପାଇଁ, କିନ୍ତୁ ଆମ ପାଖରେ ଆମର ପରମେଶ୍ୱର ଅଛନ୍ତି। ଆମକୁ ଫିଲିପିଓ 4:13 କୁହାଯାଇଛି ବାକ୍ୟରେ, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ଆମ ପାଖରେ ଆମର ଶକ୍ତିଦାତା ପରମେଶ୍ୱର ଅଛନ୍ତି, ଆମେ ତାଙ୍କର ସାହାଯ୍ୟ ନେବା। ଯଦି ଆମର ଓଷ୍ଠାଧାରକୁ ଆମେ ଯଦି ରଙ୍ଗ କଥାବାର୍ତ୍ତାରେ ୟୁଟିଲାଇଜ କରୁଛୁ, ଆମର ଶକ୍ତିଦାତାଙ୍କ ସାହାଯ୍ୟରେ ଆମେ ଚେଞ୍ଜ ହେଇପାରିବା। ଆଉ ସବୁବେଳେ ଅନ୍ୟକୁ ଆଶିଷ ଦେବା ପାଇଁ, ଅନ୍ୟମାନଙ୍କ ପାଇଁ ପ୍ରାର୍ଥନାରେ, ଅନ୍ୟମାନଙ୍କ ପାଇଁ ଏନକରେଜ କରିବାରେ, ଏଇ ସବୁରେ ଆମର ଓଷ୍ଠାଧାରକୁ ୟୁଜ କରିବା। ସେଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ସାହାଯ୍ୟ କରିବେ, କାହିଁକିନା ଜୀବନ୍ତ ପରମେଶ୍ୱରଙ୍କର ସାହାଯ୍ୟ ବିନା ଏସବୁ ଆମେ କରିପାରିବାନି। ତାଙ୍କର ଅନୁଗ୍ରହ ଉପରେ ଆମେ ବିଶ୍ୱାସ କରିବା, ଆଉ ପବିତ୍ର ଆତ୍ମା ଆମକୁ ଟ୍ରାନ୍ସଫର୍ମ କରିପାରିବେ, ଆମକୁ ସେ ହେଲ୍ପ କରିପାରିବେ ଆମର କଥାବାର୍ତ୍ତାକୁ କଣ୍ଟ୍ରୋଲ କରିବା ପାଇଁ। କାହିଁକିନା ଦାଉଦ ନିଜେ ଗୀତ ସଂହିତା 141:3 ଲେଖିଛନ୍ତି, ହେ ସଦାପ୍ରଭୁ ମୋ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର, ମୋ ଓଷ୍ଠାଧାରର କବାଟ ରକ୍ଷା କର। ଆମେ ମଧ୍ୟ ପ୍ରାର୍ଥନା କରିବା। ଦାଉଦ ଯଦି ଏତେ ସୁନ୍ଦର, ସେ ଈଶ୍ୱରଙ୍କର ମନୋରମିତ ବ୍ୟକ୍ତି ଥିଲେ, ସିଏ ଲେଖୁଛନ୍ତି, ସେ କହୁଛନ୍ତି, ହେ ସଦାପ୍ରଭୁ ମୋ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର, ମୋ ଓଷ୍ଠାଧାରର କବାଟ ରକ୍ଷା କର। ତ ଆମେ ମଧ୍ୟ ଈଶ୍ୱରଙ୍କଠୁ ସାହାଯ୍ୟ ମାଗିବା, ପ୍ରଭୁ ଆମ ମାନଙ୍କର ମୁଖ ଆଗରେ ବି ପ୍ରହରୀ ରଖ, ପ୍ରଭୁ ଆମର ଓଷ୍ଠାଧାରର କବାଟ ରକ୍ଷା କର। ପ୍ରଭୁ ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ଆମର ପ୍ରାର୍ଥନା ସେ ସଦାସର୍ବଦା ଶୁଣୁଛନ୍ତି, ସବୁବେଳେ ଶୁଣୁଛନ୍ତି, କାରଣ ସେ ଜୀବିତ ପରମେଶ୍ୱର। ସେଥିପାଇଁ ଯଦି ଆମେ ନିଜ ନିଜ ଜୀବନକୁ ଆମେ
ସବୁବେଳେ ପରୀକ୍ଷା କରିବା ଆମର କଥାବାର୍ତ୍ତାରେ ଆମେ କାହାକୁ କଷ୍ଟ ଦଉନୁ ତ, କାହାକୁ ରଫ୍ ୱାର୍ଡ ୟୁଜ କରୁନୁ ତ, କାହାକୁ ଖରାପ ବ୍ୟବହାର ଦେଖଉନୁ ତ। ଆମେ ସେ ସବୁରୁ ସତର୍କ ହେବା। ଆଜିର ବାକ୍ୟ ଆମକୁ ଶିଖାଏ ଆମେ ଯେମିତି ଆହୁରି ଯତ୍ନଶୀଳ, ଆହୁରି ଈଶ୍ୱରଙ୍କର ଭୟରେ କଥାବାର୍ତ୍ତା କରିବା। ଆଉ ପବିତ୍ର ଆତ୍ମା ଆମମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବେ। ଆମେ ତାଙ୍କର ସାହାଯ୍ୟ ନେବା। ଆଉ ଆମ ଜୀବନର ଯୋଉଠି ଭୁଲ ଅଛି ସେ ଆମକୁ ଚେଞ୍ଜ ହେବା ପାଇଁ ସାହାଯ୍ୟ କରିବେ। ଆଉ ଆମେ ତାଙ୍କର ଇଚ୍ଛା ଅନୁଯାୟୀ ତାଙ୍କର ସନ୍ତୁଷ୍ଟକର ବିଷୟ ହିସାବରେ ଆମର ଜୀବନ ଯାପନ ହେଇପାରିବ। ଆଉ ଆମମାନଙ୍କର ଆତ୍ମିକ ଜୀବନ ବି ଅଭିବୃଦ୍ଧି ହେଇପାରିବ। ଆମର ଆତ୍ମିକ ଜୀବନରେ କିଛି ବାଧା ଆସିବନି। ଆମେ ସବୁବେଳେ ତାଙ୍କର ହିସାବରେ ଜୀବନ କାଟିବା। ଆଉ ନିଜର ମୁଖକୁ କଣ୍ଟ୍ରୋଲ କରିବାରେ ପ୍ରଭୁଙ୍କର ସାହାଯ୍ୟ ନେବା। ପ୍ରଭୁ ଏ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍।